এইଭଳିଆ ସ୍ୱାଦିଷ୍ଟ ବିନା ପିଆଜ ରସୁଣର ଘାଣ୍ଟ ବନେଇବାକୁ ଯଦି ଚାହୁଁଛନ୍ତି ଏଇଟା କେଉଁ ଘାଣ୍ଟ ନୂଆ ପ୍ରକାର ଗୋଟେ ମୁଁ ଆଜି ଘାଣ୍ଟ ବନେଇଛି। ତ ଆମ ବୋଉ ସକାଳୁ ସକାଳୁ ଗଡ଼ିଆରୁ ଧିନିକି ଆସିଲେ ପାଣି ସାରୁ, ଏଇଟା କି ସାରୁ ଆପଣମାନଙ୍କ ଆଡ଼େ କୁହାଯାଏ ନିଶ୍ଚୟ କମେଣ୍ଟରେ କହିବେ। ତ ମୁଁ ଆକୁ ବନେଇମି ଯେମିତି ପାଟି ବି କୁଣ୍ଡେଇ ହେବନି। ସାରୁଟାର ରେସିପି ପୁରା ଫୁଲ୍ ରେସିପି ଆଣିବି ତ କେମିତି ବନାଯାଏ। ତ ଚାଲନ୍ତୁ ଆଜି ଭିଡ଼ିଓଟି ଷ୍ଟାର୍ଟ କରିବା। ତ କେମିତି କ'ଣ ମୁଁ କରୁଛି ବିନା ପିଆଜ ରସୁଣର ସ୍ୱାଦିଷ୍ଟ ଘାଣ୍ଟଟେ ତିଆରି କରୁଛି ବୁଟ ଡାଲି ପକାଇକି। ତ ପ୍ରଥମେ ମୁଁ ସବୁରକ ପରିବା ଏଠି ଆଳୁ, ବନ୍ଧାକୋବି, ଜହ୍ନି, ପପିଆ, ମଞ୍ଜା, ସାରୁଟା ଦେଖନ୍ତୁ ଏଇଭଳିଆ ଚୁନ ଚୁନ କରି କାଟିବେ। ତ ସବୁ ପ୍ରକାର ପରିବା ପକାଇ ନେଲି। ତା ଲାଷ୍ଟରେ ବୁଟ ଡାଲି ଭେଦେଇକି ରଖିଦେଇଥିଲି 5 ମିନିଟ୍ ବୁଟ ଡାଲିକି ଭେଦେଇକି ଅଧଘଣ୍ଟା ପାଖାପାଖି ରଖିବେ। ତା ସାଙ୍ଗକୁ ଅଦା ବିଲାତି ସବୁ ନେଇଛି ପ୍ରେସରରେ ମୁଁ ସିଝେଇ ଦେଲି, କାରଣ ଆପଣ ଚାହିଁଲେ ବି କଡ଼େଇରେ ସିଝେଇ ପାରିବେ। ତ ମୁଁ ପ୍ରେସରରେ ସିଝେଇ ଦେଲି ଯେହେତୁ ଜଲ୍ଦି ହେବ। ପୁରା ଏଇଭଳିଆ ସିଝେଇ ନେବେ। ତାପରେ କଢ଼େଇ ବସେଇକି କଢ଼େଇକୁ ଗରମ କଲେଣି, ସବୁରକ ଉଛୁଣି ପକାଇବା। କଢ଼େଇ ଗରମ ହେଇସାରିଲା ପରେ ତାପରେ ତେଲ ପକାଇଦେଲି। ତେଲ ପକାଇ ଦେଇକି ଏଠି ସବୁ ମସଲା, କରି ପାଉଡ଼ର, ଗରମ ମସଲା, ଚିଲି ପାଉଡ଼ର, ଜିରା ପାଉଡ଼ର ସବୁରକ ରଖିଛି, ଧନିଆ ପାଉଡ଼ର। ତ ସବୁ ରଖିକି ଆକୁ ସବୁରକ ପକାଇକି ଉଛୁଣି ଟେଷ୍ଟଫୁଲ୍ ବି ଅଦା ଜିରାର ତରକାରୀ ହେବ। ପ୍ରଥମେ ତେଲ ପକାଇକି ଫୁଟଣ ଜିରା ସବୁ ପକାଇକି ଅଦାକୁ ବାଟିକି ଅଦା ଜିରା ବାଟିକି ନେଇଥିଲି, ଅଦା ଜିରା ପକାଇ ନେଲି। ତାପରେ ଜିରା ଗୁଣ୍ଡ ପକାଇଲି। ଜିରା ଗୁଣ୍ଡ ଆପଣଙ୍କ ଅନୁସାରେ ଆପଣ ଚାହିଁଲେ ପିଆଜ ରସୁଣରେ ବି କରିପାରିବେ, ଯେହେତୁ ଆମର ପିଆଜ ରସୁଣ ଖିଆଯାଉନି ମୁଁ ଅଦା ଜିରାରେ ସେ ଦେଶରୁ ରେସିପି ଆଣିଛି। ତାପରେ ପକାଇଲି ଧନିଆ ଗୁଣ୍ଡ ପକାଇଦେଲି। ଧନିଆ ଗୁଣ୍ଡ ପକାଇ ସାରିଲା ପରେ ଏବେ ଲଙ୍କାଗୁଣ୍ଡ ପକାଇବା, କରି ପାଉଡ଼ର ପକାଇବି। କରି ପାଉଡ଼ର ଆପଣଙ୍କ ଅନୁସାରେ ପକାଇବେ, ଦେଖିକି ବେଶୀ ପକାଇବେନି ନହେଲେ ପିତା ଲାଗିବ। ଆପଣ ଅନୁସାରେ ଯେତିକି ପାରିବେ ପକାଇବେ। ତ ମୁଁ ସବୁରକ ମସଲା ଏଠି ପକାଇ ନେଲି। ତ ଆପଣ ଚାହିଁଲେ ପିଆଜ ରସୁଣରେ ବି କରିପାରିବେ, ବିନା ବୁଟ ଡାଲି ପକାଇ ବି କରିପାରିବେ। ତ ମୁଁ ଏଠି ସବୁରକ ମସଲା ପକାଇ ନେଲି, ତୀଖା ନାଲ ବି ଲାଷ୍ଟରେ ପକାଇ ନେଇଛି। ସବୁରକ ମସଲା ପକାଇ ଦେଇ ଭଲ ଭାବରେ କଷିବେ ଜିନିଷଟିକୁ। କଷି ସାରିଲା ପରେ କଲର୍ ଆସିଲା ଯାଏଁ କଷିବେ। ତାପରେ ହଳଦୀ ପକାଇଥିବେ, ଦେଖିକି ଆଉ ଟିକେ ହଳଦୀ ପକାଇବେ। ତ ମସଲା ଟିକେ ଭଲ ଭାବରେ ମୁଁ କଷିଦେଲି ଏଠି। କଷିଲା ପରେ ଲୁଣ ସ୍ୱାଦ ଅନୁସାରେ ଲୁଣ ବି ପକାଇ ନେଲି। ଲୁଣ ପକାଇ ସାରିଲା ପରେ ଲାଷ୍ଟରେ ଏବେ ବିଲାତି ଆଡ଼୍ କରିବା। ଆପଣଙ୍କ ପାଖରେ ଧନିଆ ପତ୍ର ଯଦି ଥିବ ଧନିଆ ପତ୍ର ବି ପକାଇ ପାରିବେ। ମୋ ପାଖରେ ଯେହେତୁ ଧନିଆ ପତ୍ର ଆଭେଲେବୁଲ୍ ନାହିଁ ତ ସେଥିପାଇଁ ମୁଁ ବିଲାତି ଦେଇକି ମାନେ ବିଲାତି ପୁରା ମେଲ୍ଟ ହେଲା ଯାଏଁ ରଖିବା। କଞ୍ଚାଳିଆ ନହେଲେ ବିଲାତି କଞ୍ଚା ରହିଲେ ବିଲାତି କଞ୍ଚା ସ୍ମେଲ୍ ଆସିବ। ତ ଏବେ ପରିବାକୁ ସିଝେଇ ରଖିଥିବା ପରିବାକୁ ଛାଡ଼ିଦେବା। ତାପରେ ଉଛୁଣି 5 ମିନିଟ୍ ଯାଏଁ ଫୁଟିବା, କାରଣ ସାରୁ ଦେହରୁ ପାଣି ବାହାରିଥାଏ। ତ ସେ ପାଣି ଅଂଶଟା ମରିଲା ଯାଏଁ ତାକୁ ଶୁଖିଲା ପୁରା କରିବେ। ପାଣି ବେଶୀ ଶୁଖିଲା କରିବେନି, ଏଭେଲେବୁଲ୍ ରଖିବେ, ପାଣି ବି ରଖିବେନି ବେଶୀ। ତ ତାକୁ ମୁଁ ସବୁ ରକମ ଏବେ ମିକ୍ସିଂ କରିଦେଲି। ମିକ୍ସିଂ କରିଦେଇ ସାରିଲା ପରେ ପାଣି ମରିଗଲା ପରେ ମୋର ହେଇଗଲା ପ୍ରସ୍ତୁତ ମୁଁ ସାରୁ ଘାଣ୍ଟ। ତ ଏଇଭଳିଆ ଭିଡ଼ିଓ ଦେଖିବା ପାଇଁ ନିଶ୍ଚୟ ଆମ ଭିଡ଼ିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଦେବେ ଓ କମେଣ୍ଟରେ ନିଶ୍ଚୟ କହିବେ କେମିତି ହେଇଛି। ଜୟ ଜଗନ୍ନାଥ।